ନମସ୍କାର ଆଉ ଏକ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଦେଖିବା ସାଧାରଣତନ୍ତ୍ର ଦିବସ ବିଷୟରେ ଗୋଟିଏ ସୁନ୍ଦର ଦଶଧାରୀର ଭାଷଣଟିଏ। ତେବେ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ମୁଁ ଆଜି ଏହି ପବିତ୍ର ଦିନରେ ଗଣତନ୍ତ୍ର ଦିବସ ବିଷୟରେ କିଛି କହିବାକୁ ଯାଉଛି। ଏହି ଦିନ 1950 ମସିହାରେ ଆମ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଆମ ଦେଶ ହେଉଛି ବିଶ୍ୱର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ଦୀର୍ଘ 2 ବର୍ଷ 11 ମାସ ଓ 18 ଦିନରେ ଆମ ସମ୍ବିଧାନକୁ ଲେଖାଯାଇଥିଲା। ଡକ୍ଟର B.R. ଆମ୍ବେଦକର ହେଉଛନ୍ତି ଭାରତର ସମ୍ବିଧାନର ଜନକ। ଆମ ଦେଶର ସମ୍ବିଧାନରେ 448ଟି ଧାରା, 24 ଭାଗ ଓ 12ଟି ଅନୁସୂଚିତ ଅଛି, ଯାହାକି 1950 ମସିହା ଜାନୁଆରୀ 26 ତାରିଖରୁ ଆମ ଦେଶରେ ପ୍ରଚଳିତ କରାଯାଇଥିଲା। ଗଣ ଶବ୍ଦର ଅର୍ଥ ହେଉଛି ଲୋକମାନେ ଓ ତନ୍ତ୍ର ଶବ୍ଦର ଅର୍ଥ ହେଉଛି ଶାସନ। ଏହାର ଅର୍ଥ ହେଉଛି ଲୋକମାନଙ୍କର ଶାସନ। ଗଣତନ୍ତ୍ର ଶାସନରେ ଜନତା ହେଉଛନ୍ତି ସର୍ବୋପରି। ଭାରତର ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତ୍ୟେକ ଲୋକଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ। ଏତିକି କହି ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ହିନ୍ଦ।